ଫାଷ୍ଟ ଟାଇମ୍ ଇ ବର୍ଷର ପିନ୍ଧାନି ଭୋଜି ଗୋଟେ ଆମର୍ ପଡ଼ାରେ ହେଲା ତ ଆମେ ଇଟା ମାଂସ କାଟି ଗଲୁ ଆର୍ ସବୁ ଲୋକ୍ ଗାଧି ଗଲୁ ଗାଧି କରି ରେଡ଼ି ହେଇକିନା ପଲେଇ ଆସ୍ଲୁ ଭୋଜି ପାଖ୍କେ। ଇଟା ଯେ ପିଆଜ ଭଜା ଚାଲିଥାଏ ଆର୍ ଇଟା ଯେ ଖଟା ବନିଯାଇଥିସିନ ପାଏସ୍ ବି ବନି ଯାଇଥିସିନ ଆଉ ଏବେ ଭଞ୍ଜା ଇଟା ହଉଛେ ପିଆଜ କାଟୁଛନ୍ ଆର୍ ହେଇଆଡ଼େ ବାବୁମାନେ ଅଛନ୍ ତ ସେ ବାବୁମାନେ ଆମ୍କୁ ଭିଡ଼ିଓ ଟିକେ ଦେଖାହ ଇଆଡ଼େ ବଏଲାକେ ମୁଇଁ ସେ ୱାର୍ଡ଼କେ ଦେଖେଇ ଦେସିଁ ଆଉ ପଲେଇ ଯାଏସିଁ ସେ ମାଂସ ବନବାର୍ ଲାଗି ଇଟା ମସ୍ଲା ତିଆରି କରାହଉଥିସି ଆଉ ଇଟା ହଉଛେ ପନିର୍ ବନଉଥିସନ୍ ଆମର୍ ଭେନେ ରନିଂ ରୁମ୍ର ସ୍ପେଶାଲିଷ୍ଟ ମାଷ୍ଟର୍ ଆଉ ଯାହାକେ ଯଦି କଣ୍ଟାକ୍ଟ କରବାର୍ ଅଛେ ବୋଲେ କରି ପକାବ ଆର୍ ଇଟା ଅଛନ୍ ଇଆଡ଼େ ମିସ୍ତ୍ରୀ ଦୁଇଟା ଦେଖୁଛ କେନ୍ତା ଘାଟୁଛନ୍ ଯେ ମାଂସ ତ ଇଟା ତିଆରି କରବାର୍ ଲାଗି ଇଟା ସବୁ ଚୁଲିରେ ବସା ହେଇଛେ ଆଉ ଇଟା ହଉଛେ ମୋର୍ ଭଞ୍ଜା ସବୁକେ ତିଆରି କରୁଛନ୍ ଗାଁ ବାଲେ ପହଞ୍ଚି ଗଲେନ ବୋଲିକରି ଆଉ ଦେଖୁଛ କି ନି କେନ୍ତା ସବୁ ଷ୍ଟାଇଟ୍ ୱାଲ୍ ମାନକେ ଲୋକ୍ ଅଛନ୍ ମୋର୍ ଭଞ୍ଜା ବହୁତ୍ ମେହନତ୍ କରୁଛନ୍ ଆଉ ଇଟା ହଉଛେ ଆମର୍ ମାଂସ ରେଡ଼ି ହେଇଯାଇଥିସି ଯେ ସବୁ ଲୋକ୍ ପୁରା ଘାଟି ଘୁଟା କରି ଟିକେ ଦେଖୁଥିସନ୍ ଆଉ ଇଟା ଆମର୍ ବାବୁ ଦୁଇଟା କେନ୍ତା ନାଚୁଛନ୍ ଦେଖୁଛ ତ ମତେ ଭିଡ଼ିଓ ଟିକେ ବନାହ ବୋଲିକରି ଇଟା ସବୁ ଲୋକ୍ ସେ ଗାଁ ଲୋକ୍ ଜାନି ପଡ଼ା ଲୋକ୍ ପହଞ୍ଚି ଯାଇଥିସନ୍ ତ ସେମାନଙ୍କୁ ବନ୍ଧାବାର୍ ଲାଗି ସବୁ ଲୋକ୍ ଇଟା କାଣା କାଣା ମାନେ ଧରିକରି ଯାଏସନ୍ ପାଖ୍କେ ଆଉ ମୁଇଁ ପଲେଇ ଆଏସିଁ ଭୋଜି ପାଖ୍କେ ସବୁ ରେଡ଼ି କରବାର୍ ଲାଗି କୁଟିମାନେ ବିଛେଇ ଦେସୁଁ ଭୋଜି ଖାଏବାର୍ ଲାଗି ସବୁଆଡ଼େ ଆରୁ ଆମେ ଭାତ୍ ଦେବାର୍ ଖନ୍ଦା ଛଲ୍କେ ଯାଏସୁଁ ଆମେ ଆରୁ ଭାତ୍ ଭୁତି କାଢ଼ି ଦେସୁଁ ଆର୍ ପାଇସ୍ ପୁସା ମାନେ କାଢ଼ି ଦେସୁଁ ତ ଭୋଜି ପାଖ୍କେ ପଲେଇ ଆସ୍ଲା ପରେ ଗୁଟେ ସାଇଡ଼୍ ଲେଡ଼ିଜ୍ ଆଉ ଗୁଟେ ସାଇଡ଼୍ ଜେଣ୍ଟସ୍କେ ବସା ହେଇଥିସି ତାପରେ ଆମର୍ ଦାଦା ଗୁଟେ ଲାଷ୍ଟ୍କେ ଆଏସନ୍ ଇଟା ଲାଷ୍ଟ୍ରେ ଖାଇକରି ବି ଏତେ ଖୁସ୍ ହେବେ ବୋଲି ଆମେ ଜାନି ନେଇଥାଇ।